ପ୍ରାଥମିକ ଶିକ୍ଷକଙ୍କୁ ଅଷ୍ଟମ ବେତନ ଲାଗୁ ହେଲେ ପ୍ରତି ମାସରେ ମିଳିବ ଏତିକି ଟଙ୍କା ଦରମା। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଓ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଅନୁରୋଧ। ଭାରତରେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଦରମା ରାଜ୍ୟ ଏବଂ ଅନୁଷ୍ଠାନ ଅନୁସାରେ ଭିନ୍ନ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟର ଚୟନ କମିଶନ ସେମାନଙ୍କୁ ଚୟନ କରନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କର ଦରମା ନିର୍ଣ୍ଣୟ କରନ୍ତି। ତଥାପି ଏବେ ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ନେଇ ଆଲୋଚନା ଜୋର ଧରିଛି। ଏବେ ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଅଷ୍ଟମ ବେତନ ଲାଗୁ ହେବା ପରେ ପ୍ରାଥମିକ ଶିକ୍ଷକମାନଙ୍କୁ କେତେ ଟଙ୍କା ଦରମା ଦିଆଯିବ। ବର୍ତ୍ତମାନ ପ୍ରାଥମିକ ଶିକ୍ଷକଙ୍କ ଦରମା 9,300 ଟଙ୍କାରୁ 34,800 ଟଙ୍କା ପର୍ଯ୍ୟନ୍ତ ରହିଛି, ଯେଉଁଥିରେ 4,200 ଟଙ୍କା ଗ୍ରେଡ୍ ପେ ଅନ୍ତର୍ଭୁକ୍ତ ରହିଛି। ଯଦି ଆମେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ବିଷୟରେ କଥାବାର୍ତ୍ତା କରିବା, ତେବେ ଏଠାରେ ପ୍ରାଥମିକ ଶିକ୍ଷକମାନଙ୍କର ହାତରେ ଦରମା ହାଉସ୍ ରେଣ୍ଟ ଆଲାଉନ୍ସେସ୍ ସହିତ ପ୍ରାୟ 53,400 ଟଙ୍କା ରହିଛି। ନିକଟରେ କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ କରିଛନ୍ତି, ଯାହାର ଲକ୍ଷ୍ୟ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା, ଭତ୍ତା ଏବଂ ପେନ୍ସନ ସମୀକ୍ଷା କରିବା। ବିଶେଷଜ୍ଞଙ୍କ ମତରେ ଯଦି ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟରକୁ 2.6ରୁ 2.85 ମଧ୍ୟରେ ସ୍ଥିର କରାଯାଏ, ତେବେ ଦରମା ଏବଂ ପେନ୍ସନ ପ୍ରାୟ 25ରୁ 30% ବୃଦ୍ଧି ପାଇପାରେ। ଉଦାହରଣ ସ୍ୱରୂପ, ଯଦି ଫିଟମେଣ୍ଟ ଫ୍ୟାକ୍ଟର 2.85 ହୁଏ, ତେବେ ସର୍ବନିମ୍ନ ମୌଳିକ ଦରମା 51,480 ଟଙ୍କାକୁ ବୃଦ୍ଧି ପାଇପାରେ। ଏହିପରି ପ୍ରାଥମିକ ଶିକ୍ଷକଙ୍କ ଦରମା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ଅଛି, ଯଦିଓ କମିଶନର ସୁପାରିଶ ଏବଂ ସରକାରଙ୍କ ଅନୁମୋଦନ ପରେ ହିଁ ସଠିକ୍ ସଂଖ୍ୟା ସ୍ପଷ୍ଟ ହେବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଗ୍ରେଡ୍ ପେ ଅନୁଯାୟୀ ସରକାରୀ ଶିକ୍ଷକମାନଙ୍କୁ ଦରମା ଦିଆଯାଉଛି। ରାଜ୍ୟଗୁଡ଼ିକ ସେମାନଙ୍କୁ ନିଜର ଏଣ୍ଟ୍ରାନ୍ସ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦିଅନ୍ତି, ଯାହାପରେ ପ୍ରାଥମିକ ଶିକ୍ଷକମାନଙ୍କୁ ନିଯୁକ୍ତି ପରେ ଦରମା ସ୍କେଲ ଦିଆଯାଏ। ତଥାପି ଦରମା ସୂଚନା ନିର୍ଦ୍ଦେଶାବଳୀ ସହିତ ସେୟାର କରାଯାଇଛି। ଏବେ ଏପରି ପରିସ୍ଥିତିରେ ସମସ୍ତ ଶିକ୍ଷକ ଅଷ୍ଟମ ବେତନ ଲାଗୁ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ବୋଲି ଖବର ମିଳିଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।